ମଧୁବନ ଜଙ୍ଗଲରେ କେତେ ଗୁଡ଼ିଏ ପକ୍ଷୀ ଆଉ ପଶୁ ରହୁଥିଲେ, କିନ୍ତୁ ସେମାନଙ୍କ ମଧ୍ୟରେ ଗୋଟିଏ ନୃଶଂସ ବାଘ ରହୁଥିଲା। ମୋ ନାଁ ହେଲା ବାଘ, କିନ୍ତୁ ଜଙ୍ଗଲରେ ସମସ୍ତେ ମତେ ଡାକନ୍ତି ବାଘା। ଆରେ ବିଲୁଆ, ବାଘର ନାଁ ଶୁଣିଲେ ଜଙ୍ଗଲରେ ସମସ୍ତେ ଥରନ୍ତି। ଜୋର ଭୋକ ଲାଗିଲାଣି, ମୁଁ ଯାଉଛି କିଛି ଖାଇବା ଖୋଜି ଖାଇବି। ବାଘାନା, କିଛି ବଳକା ହେଲେ ମୋ ପାଇଁ ବି ଆଣିଦେବ। ମତେ ତୁ କଣ କହିଲୁ? ମୁଁ ତୋ ପାଇଁ ଆଣିବି? ନା ନା ବାଘାନା, ମୁଁ ଜୋକ୍ କରୁଥିଲି। ଜଙ୍ଗଲରେ ସବୁଆଡେ ବୁଲିଲି, କିନ୍ତୁ କିଛି ବି ଖାଇବା ମିଳିଲାନି। ପକ୍ଷୀ ପଶୁମାନେ ମତେ ଧରି ବାହାରକୁ ବାହାରୁ ନାହାନ୍ତି। ଏ ବାଘ ଯଦି ଭୋକରେ ରୁହେ, ତେବେ ଜଙ୍ଗଲରେ ତାଣ୍ଡବ ହବ। ମୋ ନାଁ ବାଘା, ମତେ ଲୁଚିବା ସମସ୍ତଙ୍କୁ ପଡିବ ମହଙ୍ଗା। କାଉ ଜଙ୍ଗଲର ସମସ୍ତ ପକ୍ଷୀ ପଶୁମାନଙ୍କୁ ଯାଇ କହିଦେବୁ, ପ୍ରତିଦିନ ସୂର୍ଯ୍ୟ ଉଦୟ ହେବା ପରେ ମୋ ପାଖକୁ ଆସି ମୋର ଖାଦ୍ୟ ହେବ। ଯଦି ନ ଆସିବ ତମ ଛୁଆମାନଙ୍କୁ ଖାଇବି। କାଉ ତୋ ଛୁଆକୁ ବି ଖାଇବି। ମୁଁ ଯାଉଛି, କାଲିର ସୂର୍ଯ୍ୟ ଉଦୟକୁ ମୋର ଅପେକ୍ଷା। ମୋର ସାଥୀମାନେ, ମତେ ବାଘ କହିଛି ପ୍ରତିଦିନ ସୂର୍ଯ୍ୟ ଉଦୟ ପରେ ମୋର ଖାଇବା ପାଇଁ ଗୋଟିଏ ପକ୍ଷୀ କିମ୍ବା ପଶୁ ଆସିବାକୁ ବାଧ୍ୟ। ଯଦି ନ ଆସିବ, ତେବେ ତମମାନଙ୍କର ଛୁଆ ମୋର ଖାଇବା ହେବେ। ବାଘଠାରୁ କେତେ ଦିନ ବା ଏମିତି ଲୁଚିବା? ଏମିତି ବଞ୍ଚିବା ଅପେକ୍ଷା ମରିଯିବାଟା ଭଲ। ସେଥିପାଇଁ ମୁଁ ପ୍ରଥମେ ଯାଉଛି। ଆମମାନଙ୍କ ମଧ୍ୟରୁ ବାଘ ପାଖକୁ କେହି ବି ହେଲେ ଜଣେ ଯିବାକୁ ପଡ଼ିବ। ଯଦି ନ ଯିବା, ସେ ଆମ ଛୁଆମାନଙ୍କୁ ଖାଇଦେବ। ନା ନା, ସେମିତି ହେବାକୁ ଦେବାନି। ଆଜି ମୁଁ ଯିବି ବାଘ ପାଖକୁ। ଆମେ ଯଦି ଏମିତି ବାଘର ଶିକାର ହେବା, ଆମର ଛୁଆମାନଙ୍କର କ'ଣ ହବ? ଶେଷରେ ବାଘ ଆମ ଛୁଆମାନଙ୍କୁ ବି ଖାଇଦେବ। ସେଥିପାଇଁ ଆଜି ରାତିରେ ହିଁ ଏ ଜଙ୍ଗଲ ଛାଡ଼ି ଅନ୍ୟ ଜଙ୍ଗଲକୁ ଚାଲିଯିବା। ବିଲୁଆ, ଆଜି ଏତେ ସମୟ ହେଲାଣି, କିନ୍ତୁ ଗୋଟିଏ ପକ୍ଷୀ କିମ୍ବା ପଶୁ କାହିଁ ଆସିଲେନି? ବିଲୁଆ, ଯା ଜଙ୍ଗଲରେ ବୁଲି ଦେଖି ଆସିବୁ। ଜଙ୍ଗଲରେ ସବୁ ପକ୍ଷୀ ପଶୁମାନେ କୁଆଡ଼େ ଗଲେ? ବାଘକୁ ଯାଇ ମୁଁ କ'ଣ କହିବି? ବିଲୁଆ, ଜଙ୍ଗଲର ଖବର କ'ଣ? ବାଘା, ଜଙ୍ଗଲରେ ଗୋଟିଏ ବି ପକ୍ଷୀ ଆଉ ପଶୁ ନାହାନ୍ତି। ସମସ୍ତେ ଏ ଜଙ୍ଗଲ ଛାଡ଼ି ଚାଲି ଯାଇଛନ୍ତି। ବିଲୁଆ, ମତେ ଭୋକ ଲାଗିଲାଣି, ମୋ ପାଇଁ ଖାଇବା ଆଣୁ। ଯଦି ନ ଆଣିବୁ, ମୁଁ ତତେ ଖାଇବି। ବାଘା, ବ୍ୟସ୍ତ କାହିଁକି ହେଉଛ? ମୁଁ କିଛି ବ୍ୟବସ୍ଥା କରିକି ଆସୁଛି। ଆରେ ବିଲୁଆ, କାଲିଠାରୁ ଗଲୁ ଯେ ଆଜି ଆସୁଛୁ? ମୋ ପାଇଁ ଖାଇବା ଆଣିଛୁ ନା ନାହିଁ? ବାଘା, ମୁଁ ଖାଇବା ଆଣିନି, କିନ୍ତୁ ତାର ବ୍ୟବସ୍ଥା କରିଛି। ସବୁ ପକ୍ଷୀ ପଶୁମାନେ ଜଙ୍ଗଲରେ ଗୋଟିଏ ପାତାଳ ସୁଡ଼ଙ୍ଗ କରିଛନ୍ତି, ଆଉ ସେ ସୁଡ଼ଙ୍ଗ ଦେଇ ଅନ୍ୟ ଜଙ୍ଗଲକୁ ଯାଇଛନ୍ତି। ଗୋଟେ କଥା ମୁଁ ଶୁଣିଛି, ସେ ଜଙ୍ଗଲରେ ସମସ୍ତେ ମିଶି ଆଜି ଚିକେନ ଭୋଜି କରୁଛନ୍ତି। ମୋର ନିଦ ଯାଇ ସେମାନେ ଚିକେନ ଭୋଜି କରୁଛନ୍ତି? ଚାଲେ ବିଲୁଆ, ସେ ସୁଡ଼ଙ୍ଗ ଦେଇ ଆମେ ବି ଯିବା।
ବିଲୁଆ କେଉଁଠାରେ ସୁଡ଼ଙ୍ଗ ଅଛି? ବାଘା ଆଉ ଟିକେ ଆଗକୁ ଅଛି। ବାଘା ଆଗରେ ଡାଳ ପଡ଼ିଛି, ସେଠାରେ ସେମାନେ ସୁଡ଼ଙ୍ଗ କରିଛନ୍ତି। ଚାଲେ ବିଲୁଆ। ବିଲୁଆ ମତେ ଏ ଗାତରୁ ବଞ୍ଚା। ତୋର ଭଳିଆ ବାଘର ଜଙ୍ଗଲରେ ରହିବାର ଆବଶ୍ୟକତା ହିଁ ନାହିଁ। ସମସ୍ତଙ୍କୁ ଖାଇ ତୁ ପେଟରେ ପକାଉଥିଲୁ, ଏବେ ତୁ ଗାତରେ ପଡ଼ିଛୁ। ଏ ଜଙ୍ଗଲରେ କେହି ବି ନାହାନ୍ତି ତତେ ରକ୍ଷା କରିବାକୁ। ବାଇ ବାଇ ବାଘା।